ଆଜ୍ଞା ଆପଣଙ୍କ ନାଁ କୁହନ୍ତୁ। ରାଧାପଦ ସାହୁ ଚନ୍ଦନେଶ୍ୱର ଭୋଗରାଇରୁ ଆସିছে। କ'ଣ ଅନୁଭୂତି କହିବେ? ମୋର ଅନୁଭୂତି ଥରେ ଆମେ ଏଇ ଜଗନ୍ନାଥ ପୁରୀକୁ ଆସିବା ପାଇଁ ଟ୍ରେନରେ ବହୁତ ଟିକଟ କରିଥିଲୁ, କିନ୍ତୁ ଟିକଟ ମିଳିଲାନି। ତାପରେ ଆମେ କହିଲୁ ଜଗନ୍ନାଥଙ୍କର ଆକର୍ଷଣ ନ ରହିଲେ, ତାଙ୍କର ଡାକରା ନ ରହିଲେ ଆମେ କେବେ ପୁରୀ ଧାମକୁ ଯାଇପାରିବୁନି। କାହିଁକି ଜଗନ୍ନାଥ ଆମକୁ ଟିକଟ ଦେଲେନି? ଏହାପରେ କିଛି ଦିନ ବିତିଗଲା ପରେ ହଠାତ୍ ଯେଦିନ ଆମେ ଆସିଥାନ୍ତୁ ଦେଖିଲୁ ତା 2 ଦିନ ଆଗରୁ ମୋ ସାଙ୍ଗର ସ୍ତ୍ରୀର ମା' ମରିଗଲେ। ସେଇଠୁ ମୁଁ ଅନୁଭବ କଲି ଜଗନ୍ନାଥଙ୍କର ପ୍ରାୟ ଇଚ୍ଛା ନଥିଲା ଯେ ଟିକଟଟା ନେଲେ ଆମ ପଇସାଟା ନଷ୍ଟ ହେବ, ସେଥିପାଇଁ ଆସିପାରିଲୁନି। ଠିକ୍ 10 ଦିନ ପରେ ଆମେ ଟିକଟ ମାନେ ନଥିଲା, ହଠାତ୍ ତତ୍କାଳରେ ଦେଖିଲି ଟିକଟ ହଠାତ୍ ଅଛି। ସେଇଠୁ ମୁଁ ଅନୁଭବ କଲି ଯେ ତାଙ୍କର ଔଷଧିଟା କଟିଲା ପରେ ହୁଏତ ଜଗନ୍ନାଥଙ୍କର ଇଚ୍ଛା ଥିଲା ଯେ ସେମାନେ ତ ଆସିପାରିନଥାନ୍ତା, ସେ ଟିକଟ ମିଳିଲାନି, ଅତ ସେଇଥିପାଇଁ ଟିକଟ ମିଳିଲା। ସେଇଠୁ ମୁଁ ଅନୁଭବ କଲି ଯେ ଜୟ ଜଗନ୍ନାଥ, ଜଗନ୍ନାଥଙ୍କର ଇଚ୍ଛା ନହେଲେ କେହି କେବେ ଏ ପୁରୀ ଧାମକୁ ଆସିପାରିବ ନାହିଁ। ଏବଂ ସକାଳୁ ସନ୍ଧ୍ୟା ଯାଏ, ରାତିର ଶୋଇବା ଯାଏ ମୁଁ ସେଇ ଜଗନ୍ନାଥଙ୍କୁ ହିଁ ପ୍ରାର୍ଥନା କରେ ଯେ ଆଜି ଦିନଟି ଏବଂ ଏ ବିଶ୍ୱର ସମସ୍ତଙ୍କର ମଙ୍ଗଳ ହେଉ ବୋଲି ମୁଁ ସବୁବେଳେ କାମ କରେ। ଆଉ ଏଇ ଜଗନ୍ନାଥ ସଂସ୍କୃତିରେ ଆଜି ଯେ ନମିତା ଅଗ୍ରୱାଲ ବିନା ଶୁଳ୍କରେ ଏ ଜୟ ଜଗନ୍ନାଥ ଟିଭି କରିଛନ୍ତି, ତାଙ୍କର ମଙ୍ଗଳ ହେଉ, ତାଙ୍କ ପରିବାର କୁଶଳ ହେଉ। ଏବଂ ସବୁବେଳେ ସବୁଦିନ ମୋର ଗୋଟେ ଦୋକାନ ଅଛି, ଆୟୁର୍ବେଦିକ ଦୋକାନ। ସବୁଦିନ ମୁଁ ଯେତେବେଳେ ଧୂପ ଦେଇସାରେ ତାପରେ ନମିତା ଅଗ୍ରୱାଲଙ୍କର ଗୋଟିଏ ଭଜନ ନିଶ୍ଚିତ ମୁଁ ଶୁଣେ ଏବଂ ଗୀତା ପଢ଼େ। ସେଇଠୁ ମୋ ଜୀବନର ମୋ ସେଦିନର କାର୍ଯ୍ୟକ୍ରମ ଆରମ୍ଭ ହୁଏ ନମିତା ଅଗ୍ରୱାଲଙ୍କର ସେଇ ଭଜନ କୀର୍ତ୍ତନରୁ। ତେଣୁ ସମସ୍ତଙ୍କୁ ବିଶ୍ୱବାସୀଙ୍କୁ, ଏ ଓଡ଼ିଶାବାସୀଙ୍କୁ ମୁଁ ଗୋଟିଏ କଥା କହିବି, ଜଗନ୍ନାଥ ସଂସ୍କୃତିକୁ ନେଇ ଚଳନ୍ତୁ, ସେଇ ଜଗନ୍ନାଥଙ୍କୁ ବିଶ୍ୱାସ କରନ୍ତୁ। ଏମିତି ଲୋକ ଅଛନ୍ତି କି ବିଶ୍ୱାସ କରୁନାହାନ୍ତି, ଏ କାଠ ମୂର୍ତ୍ତି କ'ଣ ବିଶ୍ୱାସ ନାହିଁ, ସେ ଜୀବନ୍ତ ଦେବତା। ତାଙ୍କର ଆପଣରେ, ତାଙ୍କର ଆରାଧ୍ୟରେ, ତାଙ୍କର ସଂସ୍କୃତିରେ ଚଳନ୍ତୁ। ଦେଖନ୍ତୁ ଜୀବନରେ ଉନ୍ନତିର ଚରମ ସୀମାରେ ପହଞ୍ଚିବେ। ମୁଁ ମଧ୍ୟ ଆଶା କରେ, ମୁଁ ନିଜେ ସେଇ ଜଗନ୍ନାଥଙ୍କୁ ନେଇ ସବୁବେଳେ ତାଙ୍କ ନେଇ ଚଳୁଛି ଏବଂ ମୋର ଦୋକାନ କ'ଣ ଏବଂ ପରିବାର କ'ଣ ସମସ୍ତଙ୍କର ମଙ୍ଗଳ ହେଉଛି ବୋଲି ମୁଁ ଆଶା ଏବଂ ଭରସା କରେ। ତେଣୁ ଆଶା କରେ ସମସ୍ତେ ମଙ୍ଗଳ ରହିବେ, ଏହି ଜଗନ୍ନାଥ ସଂସ୍କୃତିକୁ ନେଇ ସମସ୍ତେ ଚଳିବେ, ଏହା ମୋର କାମନା। ଆଜି ପ୍ରଭୁଙ୍କ ଦର୍ଶନ ପାଇଁ ଯାଉଛନ୍ତି ନା ଦର୍ଶନ କରିକି ଫେରିଲେ? ନାଇଁ, ମୁଁ ରାତି 3ଟାରୁ ଉଠିଲିଣି, ଗାଧୁଆ ପାଧୁଆ ସାରି ପୁରା ବସ୍ତ୍ର যেটাকি কাঁচা বস্ত্র পিঁধি রাতে 4টাରେ আসি লাইন ଦେଇଥିଲି। এবং প্রথমে আজ এমতি ହେଲା যে জগন্নাথଙ୍କୁ প্রথমে ভিতর কাঠগড়াରେ প্রথমে ମୁଁ দর্শন କରିଥିଲି এবং 200 ଟଙ୍କା ଦେଇକି ନନାଙ୍କୁ ଗୋଟେ ତାଙ୍କର ପାଉଣା ଆଣିଥିଲି। ସେଇଟା ମୋ ସ୍ତ୍ରୀ କହିଲା ତୁମେ ଯେତେବେଳେ ଆସିବ ସେ ପାଉଣା ଆସିବ, ନାଇଁ ଯେବେ ଆସିବ ସେଇଟା ହେଉଛି ମୋର ଚିହ୍ନା। ଏବଂ ପ୍ରତ୍ୟେକ ବର୍ଷ ମୁଁ ପ୍ରାୟ 8-10 ଥର ଏବଂ ପୁରୀ ଆସେ ଏବଂ ପାଉଣା ନିଏ ଏବଂ ସେଇଟା ହିଁ ମୋର ରୁହେ, ଘର ପାଖରେ ରଖେ ଯେ ମୁଁ ଏତେଥର ପୁରୀ ଆସିଲି, ମୋର ଏତିକି ମୋର ସନ୍ତକ ରହିଲା। ଜୟ ଜଗନ୍ନାଥ ଟିଭିର ଅଗଣିତ ଦର୍ଶକମାନଙ୍କୁ, ମହାପ୍ରଭୁଙ୍କର ଅଗଣିତ ଭକ୍ତମାନଙ୍କୁ ଆପଣ କି ବାର୍ତ୍ତା ଦେବେ ଆଜ୍ଞା? ନିଃଶୁଳ୍କରେ ଯେଉଁ ଗୋଟେ ଯେ ଏଇ ଟିଭି ଚାଲିଛି, এইটা ହିଁ ସବୁଠୁ ବଡ଼ କଥା। ନମିତାଙ୍କ ବହୁତ ଚ୍ୟାନେଲ୍ ଅଛି, ଅଥଚ ଏଇ ଜୟ ଜଗନ୍ନାଥ ଟିଭି ନିଃଶୁଳ୍କରେ ଚଲେଇଛନ୍ତି, ତାଙ୍କର ଆଡ଼ଭାର୍ଟାଇଜ୍ ନାହିଁ। ସେଇଟା ହିଁ ଆମକୁ ଖୁସି ଲାଗେ। ତେଣୁ ସମସ୍ତେ ଆମ ଓଡ଼ିଶାବାସୀ ଯେତେ ଭକ୍ତ ସମସ୍ତେ ସେ ନମିତା ଅଗ୍ରୱାଲଙ୍କର ପରିବାରର ମଙ୍ଗଳ କାମନା। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ଆଜ୍ଞା। ଜୟ ଜଗନ୍ନାଥ ଟିଭି ତରଫରୁ ଜୟ ଜଗନ୍ନାଥ।